ଅସୁନ୍ଦରଟା ନେଇକି ନୁହଁ, ଗୋଟେ ଜଣେ ଜଣେ ଭଲ ପାଇଲେ ଅବଭିୟସଲି ସେଟାକୁ ସୁନ୍ଦର ଦେଖାଯିବ। ଯେତେବେଳେ ଭଲ ପାଏ ତା ମନରୁ କମିଯାଏ ସେଟାକୁ ଅସୁନ୍ଦର ଦେଖାଯାଏ। କଥା ହେଲା ଯେତେବେଳେ ଗୁଲୁଆ ଯେତେବେଳେ ଭଲ ପାଇଲା ବର୍ଷାକୁ, ସିଏ ଭାବିଲା ମାନେ ବର୍ଷାର ସବୁ ଜିନିଷଟାକୁ ଭଲ ଲାଗିବ, ତ ସେ ଯେ ଭଲ ପାଇଗଲା। ତାପରେ ଯେତେବେଳେ ସେ ସାହାଯ୍ୟ କରି ଆରମ୍ଭ କଲା ବର୍ଷା ଗୁଲୁଆକୁ ସବୁ କାମରେ, ଗୁଲୁଆ ବି ଯାକେ ଦେଖିଲା ନାଇଁ ବର୍ଷା ମୋତେ ସାହାଯ୍ୟ କରୁଛି, ମୁଁ ତାକୁ ବହୁତ ଭଲ ପାଇବି। ସେଇଠୁ ଲିଭିଂରେ ଯେତେବେଳେ ରହିଲେ ସେଇଠୁ ପ୍ରୋବ୍ଲେମଟି ଆରମ୍ଭ ହେଲା। ସେଇଠୁ ପ୍ରୋବ୍ଲେମଟା ତାଙ୍କର ଆରମ୍ଭ ହେଲା। ଅବଭିୟସଲି ମୁଁ ମାନେ ଯିଏ ଲିଭିଂରେ ରହୁଛନ୍ତି ଆଜିକା ଡେଟ୍ରେ ବି କିଛି ବର୍ଷ ପରେ ତାଙ୍କର ପ୍ରୋବ୍ଲେମ ବାହାରୁଛି। ନା ନା ଶୁଣନ୍ତୁ ଗୋଟେ କଥା, ନା ନା ଏଇଟା ବର୍ଷାର ଭୁଲ, ସେ ଝିଅ ଫିଅ ଖୋଜାଖୋଜି କଥା ନୁହଁ। ଝିଅ ଖୋଜିଲେ ବି ବାହା ତ ହେଇଯାଉନି ନା। ଡିଭୋର୍ସ ତ ତୁ ମୋ କହିବା କଥା ବର୍ଷା ତୁ ତ ଚାହୁଁଛୁ ଡିଭୋର୍ସ, ତୁ ଡିଭୋର୍ସ ଚାହୁଁଛୁ, ସେ ତାର ଝିଅ ଖୋଜୁ ନ ଖୋଜୁ ସେ ବାହା ହବ ତାପରେ ନା। ଇଏ ଭିତରେ ତୋର ହେଇଯିବ କି? ତ ଯିଏ ଏବେଠୁ ଖୋଜୁ, ଅସୁବିଧା କ'ଣ ଅଛି? ନା 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 ମୁଖ୍ୟ କାରଣ ସେଇଟା ନୁହଁ। ମୁଖ୍ୟ କାରଣ ସେଇଟା ନୁହଁ। ପରକୀୟା ପ୍ରତି ଜଣେ କରିବାକୁ ଯାଏ କାହିଁକି? ପ୍ରଥମ କଥା ଜଣେ କରିବାକୁ ଯାଏ କାହିଁକି? ଯଦି ସ୍ତ୍ରୀ ପାଖରୁ ସେତିକି ସମ୍ମାନ ନ ପାଏ ବା ସ୍ୱାମୀ ପାଖରୁ ସ୍ତ୍ରୀଟି ସେତିକି ସମ୍ମାନ ନ ପାଏ, ସିଏ ବାହାରକୁ ଯାଏ ସେତିକି ଖୁସି ନ ପାଇଲେ। ଯଦି ସେତିକି ଖୁସି ସେ ପାଇଥାନ୍ତେ ଘରେ, ବାହାରକୁ କାହିଁ ଯାଇଥାନ୍ତେ ସେ? ତ ପ୍ରଥମେ ତାଙ୍କ ଭିତରେ ମନ ଫାଟି ଯାଇଛି। ଗୁଲୁଆକୁ ବର୍ଷା କାମ ପସନ୍ଦ ଆସିଲାନି, ବର୍ଷାକୁ ଗୁଲୁଆ କାମ ପସନ୍ଦ ଆସିନି।